ଆମ ଝିଆରୀକି ଏତେ ସୁନ୍ଦର ରୋଷେଇ ଆସିଛି ବୋଲି ମୁଁ ଆଜି ପ୍ରଥମେ ଜାଣିଲି। ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍ତେ, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆଉ ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ। ସକାଳେ ଜଳଖିଆ ପାଇଁ କରିଦେଲି ସୁଜି ଉପମା। ଆମେ ଖାଇଦେଲି ସୁଜି ଉପମାକୁ ଚିନି ଦେଇକି। ଝିଅ ଖାଇଦେଲା ପିଜା। ଖାଇସାରିଲା ପରେ ଜଳଖିଆଟି ଲାଗି ପଡ଼ିଲେ ମା ଝିଅ ରୋଷେଇରେ। କରିଦେଲେ ଛତୁ ଆଳୁର ଭଜା। ଏତେ ସୁନ୍ଦର ବାସ୍ନା ହେଉଥିଲା କୁହନ୍ତୁନି। ବଢ଼ିଆ ହେଇଥିଲା ଛତୁ ଆଳୁର ଭଜାଟି। ଝିଅ ବା କରିଛି ଆମର। ତାପରେ ଛାତ ଉପରକୁ ପଳେଇ ଚୁଲି ହରିକା ଲଗେଇ କଢ଼େଇ ବସେଇ ଦେଇ ତେଲ ଦେଇ ମାଛକୁ ଭାଜିଦେଲି। ମାଛରେ ଗୋଳେଇ ଦେଇଥିଲି ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ବେସନ ଟିକେ ଆଉ ମସଲା ବଟା ଟିକେ ସବୁ ଗୋଳାଗୋଳି କରିକି ଭାଜିଦେଲୁ। ତାପରେ ପଳେଇ ଆସିଲୁ ଭଜାଟିକୁ ଧରିକି ତଳକୁ ବାଢ଼ିକି ଦେଇଦେଲୁ ବାପା ଝିଅକୁ ଖାଇବା ପାଇଁ। ଆମେ ଦି ଭଉଣୀ ବସି ପଡ଼ିଲୁ ପଖାଳ ଖାଇବା ପାଇଁ। ଖାଇସାରିଲା ପରେ ଟିକେ ରେଷ୍ଟ ନେଇକି ଉଠିଲା ପରେ ଝିଅ ଆମର ଲାଗି ପଡ଼ିଲା ପନିର ଷ୍ଟିକ୍ ବନେଇବାରେ। ଏତେ ସୁନ୍ଦର ସେ ରୋଷେଇ କରୁଛି ବୋଲି ମୁଁ ଆଜି ଦେଖିକି ତ ପୁରା ଛାନିଆ ଆଉ। ବଢ଼ିଆ ରୋଷେଇ କରୁଛି। ମୁଁ ତାକୁ କହିଲି ତୁ ରହିଯା ମୋ ପାଖରେ, ମିଶିକି ରୋଷେଇ କରିବା ଆଉ। ପନିର ଷ୍ଟିକ୍ କରିଦେଇ ଦେଲା ଆମକୁ ଖାଇବା ପାଇଁ। ଆମେ ଦି ଭଉଣୀ ଖାଇଦେଲୁ। ଖାଇସାରିଲା ପରେ ପଳେଇଗଲୁ ଛାତ ଉପରକୁ। ଲାଗି ପଡ଼ିଲୁ ଗଛପତ୍ର ଲଗେଇବାରେ। ଖତ ମାଟି ସବୁ ମିଶାମିଶି କରି ମୁଁ କଟକରୁ ଆଣିଥିଲି ଗଛ ସବୁ ଝିଅ ପାଖରୁ। ପିଜୁଳି ଗଛ, କମଳା ଗଛ, ଚମ୍ପା ଗଛ ସବୁ ତାକୁ ଲଗେଇବାରେ ଲାଗି ପଡ଼ିଲି। ଆଜି ପାଇଁ ଭିଡ଼ିଓଟି ଏଇଠି ରଖୁଛି। ପୁଣି ଦେଖାହବ ନୂଆ ଭିଡ଼ିଓରେ।